ସୀତାକାନ୍ତ ବାବୁ ଗୋପାଳ ଯୋଉ କ୍ରିଏସନ ଆଜ୍ଞା ଅନ୍ନପାଳ ଆଜ୍ଞା ସୀତାକାନ୍ତ ବାବୁ ସୂର୍ଯ୍ୟ ବାବୁ ଏ ଦୁଇ ଜଣ ଆପଣଙ୍କୁ 50 ଟଙ୍କା ଦେଇଛନ୍ତି। ସାର୍ କାହିଁକି ଆଣିଲେ ତାଙ୍କ ପାଖରୁ? ସେ ନିଅ ସେ ଦେଖିଆ ସେ କାଲି ମନମନ କୁହନା। ହଉ ହଉ ତୁମେ ପଡୁନା। ହଉ ଆଚ୍ଛା ଟିକେ ସିଏ ତ ହଁ କୁହନ୍ତୁ କୁହନ୍ତୁ ଟିକେ ଭଲ ଲାଗିବ କହିଦିଏ। ଆଜ୍ଞା ସେ କଥା ହେଉଛି ମୁଁ ଆପଣମାନଙ୍କୁ ଗତ ବର୍ଷ କହିଥିଲି ତା ଆଗ ବର୍ଷ କହିଥିଲି ଏ ବର୍ଷ ବି କହୁଛି ଆପଣମାନେ ସବୁ କାଟି ଦିଅନ୍ତୁ ଖାଲି ସତ୍ୟନାରାୟଣ ହରିବୋଲ ତାପରେ ବିଶ୍ୱାସ। ତାର ଉଦାହରଣ ମୁଁ ଦେଉଛି ପ୍ରଶାନ୍ତ ଖରାପ ଭାବିବେନି ମୁଁ ଆପଣଙ୍କର ଲୋକ ବୋଲିକି ମୁଁ କହୁଛି ସେଇ କଥା। ସମସ୍ତେ ସେଇ ଧାରା କରୁଛନ୍ତି ଆଶୀର୍ବାଦ ପ୍ରାରମ୍ଭିକ ସଙ୍ଗୀତ ଗାଇଲେ ତାପରେ ଆଶୀର୍ବାଦ ଶୁଣ କଲେ ବିଷୟକୁ ଗଲାବେଳକୁ ଆଉ ଟାଇମ୍ ନାହିଁ ଆମେ ତ ଘଣ୍ଟେ ଦେଢ଼ ଘଣ୍ଟା ପାଲା। ଆଚ୍ଛା ସେ 7:30 ଆସିଛି ଆପଣଙ୍କୁ ଟିକେ ବିଶ୍ରାମ ଦିଆଯିବ। ହଉ ସେ ଟିକେ ଅଛି ସେ କଥା ହେଉଛି ସିଏ ନାରଦ ପଚାରିଲେ ପ୍ରଭୁ ତୁମେ ଇଏ ଲୀଳା ସବୁ କାହିଁକି ଲଗେଇଛ? ମୁଁ ଗୋଟେ ଛୋଟିଆ ବିଷୟ କହୁଛି ପାଲାର କେମିତି କ୍ରିଏସନ୍ ହୁଏ। ବାଲିପାଟଣା ଲୋକ ମଧ୍ୟ ଏଠି ଅଛନ୍ତି ତେଣୁ ଶୈଳ ଅକ୍ଷୟ ନାୟକ ଅଛନ୍ତି। ଆଚ୍ଛା ପ୍ରଭୁ ନାରଦ କହିଲେ ପ୍ରଭୁ ମୁଁ ଯାଇଥିଲି ଭକ୍ତମଣ୍ଡଳକୁ ଗୋଟେ କଥା ଦେଖିକିରି ଆସିଛି। ଦି ବୋଉ ତିନି ବୋଉ ମିଶିକି କଥାବାର୍ତ୍ତା ହେଉଛନ୍ତି ଆଉ କହିଲେ କ'ଣ କଥା ଶୁଣିଲେ ନା କଥା ଶୁଣିଲୁ ଯେ ବୁଢ଼ୀ ଶାଶୁ ଚାଲିଯାଇଛି ଶ୍ୱଶୁରଟି ଅଛି ଶ୍ୱଶୁର ସେବା ଆଉ କେତେ କରିବେ ପାଠ ପଢ଼ୁଆ ବୋଉ ତାଙ୍କ ମନ ଆଉ ଲାଗୁନି ସିଏ ଏଠି ଯିବେ ସେଠି ଯିବେ ସେଠି ଯିବେ କଥାବାର୍ତ୍ତା ହେବେ ଟିକେ ମଉଜରେ ଖାଇବେ ପିଇବେ ସେ ତାଙ୍କର ଅଭ୍ୟାସ କରିବେ ବାପା କଥା ଶ୍ୱଶୁର କଥାକୁ ଆଉ ତାଙ୍କର ଧ୍ୟାନ ରହୁନି। ସେଠୁ କେତେ କହିବେ ପୁଅମାନେ କହୁଛନ୍ତି ବାପା କଥା ବୁଝିଲ ଚା ଦେଲ ଖାଇବାକୁ ଦେଇଛ କ'ଣ ବାପାଙ୍କର ଅସୁବିଧା ହେଉଛି ବୁଝିଛ ଇଏ ଚଢ଼ଉ ଶୁଣିକି ସେ କରୁଛନ୍ତି ଯଥା କଥା। ସେଠୁ ରାତିର ବସିକି ବୈଠକ କଲା ଯେ ବୁଢ଼ାକୁ ଯେଉଁ ଖାଇବା ଆମେ ଦେଉଛୁ ସେଇଥିରେ ଦେଇଦେବା ଏମିତି ଜିନିଷ ଯେ ବୁଢ଼ା ଆଉ ସକାଳୁ ନଥିବ। ପ୍ରଭୁ କହିଲେ ନାରଦ ତୁମେ ଏଇ କଥା ଶୁଣିକି ଆସିଲ ତାକୁ ଗୋଟେ କିଛି ସେଠି କଲନି କହିଲେ କରିବୁ କ'ଣ କ'ଣ ମର୍ତ୍ତମଣ୍ଡଳରେ ସବୁ ଏଇରକମ ଜିନିଷ ଚାଲିଛି ଯେମିତି ଏ କଥାବାର୍ତ୍ତା ହେଲେ ଦେଖ ପାଲା କେମିତି ପଳେଇ ଆସୁଛି। କାରଣ ଆମ ଅଞ୍ଚଳର ପ୍ରତିଭା ଥିଲେ ରାଧାଶ୍ୟାମ ପତି ତା ପରବର୍ତ୍ତୀ ସମୟରେ ତାଙ୍କର ଟେକକୁ ରଖିଲେ ଗାୟକ କରୁଣା ସିଂହ ନାୟକ ସେପଟେ ରହିଲେ ଅରୁଣ ପାଣିଗ୍ରାହୀ ଏଠି ଧର୍ମାନ ଦେଖିକି ଆସିଛନ୍ତି ଅର୍ଜୁନ ଦାସ ଆସିଛନ୍ତି କପିଲ ନାଥ ଆସିଛନ୍ତି ପରମାନନ୍ଦ ଶରଣ ଆସିଛନ୍ତି ଆଉ ଅର୍ଜୁନ ଦାସ ଆସିଛନ୍ତି ଅନେକ ଅନେକ ଗାୟକଙ୍କ ସହିତ ଟକ୍କର ହେଇଛି। କଟକ ଜିଲ୍ଲା ଏଇ ଯେଉଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଯେତେବେଳେ ଥିଲା ସେତେବେଳେ ଅବିଭକ୍ତ କଟକ ଥିଲା ଲଢ଼େଇ ଚାଲିଥିଲା। ତେଣୁ ଏଠି ଉଦ୍ଭଟ ଭାବରେ ଚୌପଦୀ ଗାଇବାର ସେ ଝିଅ ଗାଇଲା ଅନେକ କଥା ଗାଇଲା ଖରାପ ଗାଇନି ସେ କିନ୍ତୁ ଚୌପଦୀର ପୀଠସ୍ଥଳୀ ହେଉଛି ଏ ବ୍ରାହ୍ମଣ ପାଳ ଚୌପଦୀରେ ନହେଲେ ସେ ପାଲା ସାର୍ଥକ ନୁହେଁ। ତେଣୁ ଇଏ ଯେଉଁ ଶ୍ୱଶୁରଟି ଥିଲା ଇଏ କଥାକୁ ସେ ଶୁଣିପାରିଲା ଶୁଣିପାରିକି ଏତେ ଧନ ଦୌଲତ ଭିତରେ ବଢ଼ିଛି ତାର ସ୍ତ୍ରୀ କଥାକୁ ଧର୍ମପତ୍ନୀ କଥାକୁ ଧର୍ମପତ୍ନୀ ଏତେ ସହଜିଆ କଥା ନୁହେଁ ତାକୁ ବୁଝିବା ଧର୍ମ କ'ଣ ପତ୍ନୀ କ'ଣ ତାକୁ ବୈଦିକ ରୀତିରେ କାହିଁ କୁହାଯାଇଛି ତାକୁ ବୁଝିବା କଷ୍ଟ ତାକୁ ବୁଝଉଛି କିଏ? କେବଳ ବିବାହଟା କେବଳ ଶରୀର ମିଳନ ପାଇଁ ନୁହେଁ ତା ଭିତରେ ଯେଉଁ ତଥ୍ୟ ରହୁଛି ତା ଭିତରେ ଯେଉଁ ବୈଦିକ ସତ୍ୟ ରହୁଛି ତା ଭିତରେ ଯେଉଁ ସାଇନ୍ସ ରହୁଛି ତାକୁ ଆମେ ଏଇ ପାଲା ମାଧ୍ୟମରେ ପାଇବା। ଇଏ ହେଉଛନ୍ତି ଆମର ଗାୟକ ଯୁବ ସମ୍ରାଟ ପ୍ରଶାନ୍ତ ବେହେରା ସେ ଏକ୍ସଚେଞ୍ଜ କରିକି ସେ ଜିନିଷଟା ଇଏ ସର୍ଟ ଶୁଣ ତା ଭିତରେ ପାଲା ଅଛି ବୁଢ଼ା ଚିନ୍ତା କରୁଛି ମୋ ସ୍ତ୍ରୀଟା ଥିଲେ କ'ଣ ହେଇଥାନ୍ତା ସ୍ତ୍ରୀର କଥାକୁ ଚିନ୍ତା କରୁଛି ସିଏ ମନ ମନେ ମନେ ଡାକୁଛନ୍ତି ରଙ୍କ ରତ ନାମ ଆସ ଇଏ ଶଙ୍ଖ କଣ୍ଠି ତଳେ ବସ ଇଏ ପରିଣତ ବୟସରେ ବାର୍ଦ୍ଧକ୍ୟର କୋଷାଘାତରେ ଧର୍ମପତ୍ନୀଙ୍କର କଥାକୁ ମନେ ପକାଉଛନ୍ତି ଶ୍ୱଶୁର। ହେ ମୋର ରଙ୍କ ରତନା ହେ ମୋର ପ୍ରିୟ ସଖୀ ତୁମେ ଆସ ଇଏ ବର୍ତ୍ତମଣ୍ଡଳରେ ତୁମେ ଚାଲି ଯାଇଛ ମୁଁ କି ଦଶା ଭୋଗୁଛି ଆସ। ମୋର ପୁତ୍ର ବଧୂ ମାନେ କହୁଛନ୍ତି ମତେ ଭାତରେ ଖାଇବାରେ ବିଷ ଦେଇକି ମାରିଦେବେ ମୋ ଅବସ୍ଥା ଟିକେ ଆସ ତୁମେ ଦେଖିଯା ରଙ୍କ ରତନା
ମାଧ୍ୟମରେ କାହାଣୀଟେ ସୃଷ୍ଟି କରିଦେବି। କଳା ମାଧ୍ୟମରେ ସବୁ କିଛି ଅଛି। ତେଣୁ ଚୌପଦୀ ଦିଟା ହେଇଗଲେ ଲୋକମାନେ କହିବେ ଏମିତି ପାଲା ହଉଛି। କାଲି ଦେଖିବ ପ୍ରସାଦ କଣ କରିବ କାଲି ଦେଖିବ। ନା ଆଜି ଆପଣଙ୍କୁ ଅଶେଷ ଧନ୍ୟବାଦ। ଆପଣ ଏଇ ଯୋଉ ଆଲୋଚନାଟି କରୁଛନ୍ତି ଏଇ ଆଲୋଚନାଟି ପୂର୍ଣ୍ଣାଙ୍ଗ କରନ୍ତୁ। 7:30ରେ ଆମର କରବାବୁ ଉଠିବେ। ତେଣୁ ଆପଣଙ୍କୁ ବିଶେଷ ଭାବରେ ଧନ୍ୟବାଦ। ତେଣୁ ଆପଣ ଆମ ଜିଲ୍ଲାର ଟେକ ରଖିଛନ୍ତି। ଆପଣଙ୍କ ଅସୁସ୍ଥ ଥିବାରୁ ଟିକେ ଅସୁବିଧା ହେଉଛି ଆମେ ଅନୁଭବ କରୁଛୁ। କିନ୍ତୁ ଏଇ ଧାରାରେ ପାଲା ପରିବେଷଣ କଲେ ସମସ୍ତ ଗାୟକ ଗାୟିକାମାନଙ୍କୁ ଅନୁରୋଧ ଆପଣମାନେ ଓଡ଼ିଶାରେ ନାଁ କରିବେ। ହଉ ଆମ ଶ୍ରୀ ନୀଳାଚଳ ନିଖୋଳ ପାଲା ଗାୟକ ପରିଷଦର ଆଜ୍ଞା ଯିଏ ହେଉଛନ୍ତି ବାପା ବା ସଭାପତି ମହୋଦୟ ଡକ୍ଟର ରାଜକିଶୋର ନାୟକ ଏବଂ ଅତି ପ୍ରିୟ ସାର୍ ମୋର ରବୀନ୍ଦ୍ର ସାର୍, ତାଙ୍କୁ କି ଆଶୀର୍ବାଦ ମୁଁ କରିବି? କାହିଁକି ନା ଦୁଃଖ ଜଣାଉଛି କାଳିଆ ଶାନ୍ତ, ଦୁଃଖ ଜଣାଉଛି କାଳିଆ ଶାନ୍ତ, ଏ ବୟସ ଗଲା ସରି, ବୟସ ଜୀବନ ଦୀପରେ ତେଲ ସରିଗଲେ ଜଳିବ କି? ଏ କଥା ଯାହା ଆଜ୍ଞା ମୋ ବୟସ ଥିଲେ ବି ବର୍ତ୍ତମାନ ସେଇ ଅବସ୍ଥାରେ ମୁଁ ଅଛି। କେବଳ ଆପଣମାନଙ୍କୁ ଆଶୀର୍ବାଦ ମୁଁ କରିପାରିବି ନାହିଁ। ଆପଣମାନଙ୍କ ଆଶୀର୍ବାଦ ମୋର ଆବଶ୍ୟକ। ସେଇ ବିଭୁଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଆପଣମାନଙ୍କ ଚଲାପଥକୁ ସୁବିଧା ହଉ ରୁହନ୍ତୁ। ସମସ୍ତଙ୍କର ପ୍ରଭୁ ମନସ୍କାମନା ପୂରଣ ବୋଲି ପ୍ରମାଣ ଦେଖିବାର। ତେଣୁ ଆମେ ସେଇ କଥା କହୁ କହୁ କଥା ଥରେ ମୋ କଥା ଥିଲା ଗଙ୍ଗା ଜଳରେ ମୁକ୍ତି ଆମେ ହୁଅନ୍ତି, ବାରାଣସୀରେ ଜଳସ୍ତରରେ ମୁକ୍ତି ହୁଅନ୍ତି, ହେଲେ ପୁରୁଷୋତ୍ତମ ଧାମରେ ଆଜ୍ଞା ଜଳରେ ସ୍ଥଳରେ ଚାନ୍ତରିକ ଆକାଶରେ ଏ ତିନିଟା ସ୍ଥାନରେ ଆମେ ପବିତ୍ର ହୁଅନ୍ତି। ତେଣୁ ବିଚାର କରିବେ ମୋର ଭାବୁକ ମଣ୍ଡଳୀ ମୋ ଯାହା ଯାହା ନ୍ୟାୟ ମାନ ଯିବ ମୋର ଚଳିମ। ତେଣୁ ଯାହା ଯାହା କଥା କହିବା ଆଉ ବେଶୀ ସମୟ ନେବା ନାହିଁ। ଆମର 7:30 ପର୍ଯ୍ୟନ୍ତ ମଥା ଲଗାଇବାକୁ ପଡିବ। ପଣ୍ଡିତ ମଲ୍ଲିକର ଜ୍ଞାନୀ ଗୁଣୀ ବିବେକୀ ମହୋଦୟ ଜଗନ୍ନାଥଙ୍କୁ ଆମେ ସ୍ୱାମୀ କହୁଛନ୍ତି ନାଇଁ? ପ୍ରମାଣ ଜଗନ୍ନାଥଙ୍କ ଷ୍ଟକ ଗୋଟାଏ ଶ୍ଲୋକ କହିଲେ କଦାଚିତ୍ କାନ୍ଦିତ କବି ସଙ୍ଗୀତ କରାବ স্বামী নয়ন পথগামী ভব তুমে। জগন্নাথ স্বামী, যদি জগন্নাথ হলে আমার স্বামী, বাপা মানে মা মানে জ্ঞানী মানে বিজ্ঞ মানে প্রাজ্ঞ মানে আপনার মানে বিচার করতু, তাহলে আমি কোন না সে হলে স্বামী আমি হলে স্ত্রী। দেখুন আজ্ঞা জগতরে সমস্ত জন্মদিন পালন হওয়া বেড়ে রামঙ্কর নবমী জন্মদিন পালন হলা, কৃষ্ণ অষ্টমী নাই পূজা, বামনঙ্কর একাদশী তিথিরে জন্মদিন পালন হলা। হেলে জগন্নাথଙ୍କୁ ତାଙ୍କ ଜନ୍ମଦିନ ପରିବର୍ତ୍ତେ ଆମେ ତାଙ୍କ ମରଣ ଦିନ ପାଳିଲେ ଆପଣ ମାନଙ୍କର ମନରେ ପ୍ରଶ୍ନ ହେଇପାରେ ଧୀରେ ତୁ କଣ ମହନ୍ତ କହିଲା ପାଳିଆ ଭଳିଆ ହଉଛି। ତେଣୁ ମୋ କହିବା କଥା ଆମେ ପାଉଛନ୍ତି ଜଗନ୍ନାଥଙ୍କର ମରଣ ଦିନ, ଅର୍ଥ ଜଗନ୍ନାଥଙ୍କର ଜନ୍ମଦିନ ପାଳନ ହୁଏ। ମରଣ ଦିନ ଅର୍ଥ ଆମେ କହନ୍ତି ଜଗନ୍ନାଥଙ୍କର ପ୍ରାଣ ଇୟଧାନ ସମରଣ ହେଲା ବା ଜଗନ୍ନାଥଙ୍କର ପ୍ରାଣ ପୁରାଣ ହେଲା ନାଇଁ। କେତେବେଳେ ନା ଯେତେବେଳେ ନବକଳେବର କରାଯାଏ ନାଇଁ ସତ ଭାଇ, ଜଗନ୍ନାଥଙ୍କ ନବକଳେବର ବେଳେ
ଜଗନ୍ନାଥ ମଲେ ନା ବଞ୍ଚିଲେ? ଏଇ ଆମେ କହନ୍ତି ମଲେ ବା ମୃତ୍ୟୁବରଣ କଲେ ବା ଦେହ ତ୍ୟାଗ କଲେ ବା ପୋତି ପକେଇଲେ ଯିଏ ଯୋଉ ଭାବରେ ସେ ବୁଝିପାରେ ନାଇଁ। ଯଦି ଜଗନ୍ନାଥ ହେଲେ ଆମ ସ୍ୱାମୀ ତାହେଲେ ଜଗନ୍ନାଥ ମଲେ କାହିଁ ଆମେ କେହି ବିଧବା ନହିଲେ ମୋ ମିଛେ କାହିଁ ସ୍ୱାମୀ ସ୍ୱାମୀ ଡାକ ଛାଡ଼ି ଦେଲେ ମୋ ଯଦି ଜଗନ୍ନାଥ ହେଲେ ଆମ ସ୍ୱାମୀ ତାହେଲେ ଆମେ ତ ସ୍ତ୍ରୀ ତାହେଲେ କେତେ ସ୍ତ୍ରୀ ଆମେ ତାଙ୍କ ପାଇଁ ଆମେ ବିଧବା ହେଇଛନ୍ତି। ଆମେ ଏଇଥିପାଇଁ ବିଧବା ହଉନାହାନ୍ତି ସରକାରଙ୍କର ପଇସା କମ ଅଛି ଭତ୍ତା ଦେବା ପାଇଁ ପଇସା ନାଇଁ। ଆଉ ତା ତତ୍ତ୍ୱ କଣ କଣ ନା ଜଗନ୍ନାଥଙ୍କର ଜଗନ୍ନାଥ ଆମେ ସ୍ୱାମୀ କରିଦେଲେ ସେ ଏମିତିକା ସ୍ୱାମୀ ତାଙ୍କୁ ଯିଏ ବିବାହ କରିବ ସ୍ୱାମୀ ବୋଲି ଡାକିବ ସିଏ କେବେ ବିଧବା ହେବ ନା। କାହିଁକି କବି ସମ୍ରାଟ ଭଞ୍ଜ ବଳିଷ୍ଠ ପ୍ରମାଣ ଦେଲେ କଣ କହିଲେ କହିଲା ପ୍ରାଣ ସଜନୀରେ ପ୍ରାଣ ସଜନୀରେ ଏ ଯାହା ମୁଁ ଦେଖିଲି ଆରେ ଯାହା ମୁଁ ଦେଖିଲି ଆଜ ଆରେ ଯାହା ମୁଁ ଦେଖିଲି କହିବା ଲୋକର ମନକୁ ନ ଆସେ ଶୁଣିବା ଲୋକକୁ ଲାଜ ପ୍ରାଣ ସଜନୀରେ ଯାହା ମୁଁ ଦେଖିଲି ଆଜ ସେ କେମିତିକା ସ୍ୱାମୀ ଯିଏ ସ୍ୱାମୀ ସେ ସବୁ ସୃଷ୍ଟି କରିପାରେ ସ୍ୱାମୀର କରାମତି ଅଛି 56 କୋଟି ଜୀବ ଜଗତକୁ ତିଆରି କରିପାରେ ସେ ହେଉଛନ୍ତି ସ୍ୱାମୀ। କେମିତିକା ସ୍ୱାମୀ ନା ଇଏ ପୁରୁଷ ହୋଇଣ ଲିଙ୍ଗ ତାର ନାହିଁ ପୁରୁଷ ହୋଇଣ ଲିଙ୍ଗ ତାର ଲିଙ୍ଗ ନାରୀ ହୋଇ ନାହିଁ ହର ଅତି ହରସରେ ରାହସ କରନ୍ତି ଅତି ନାହିଁ ନିବାସ ରଜନୀ ପ୍ରାଣ ରଜନୀ ଯାହା ମୁଁ ଦେଖିଲି କଣ କହିଲେ କହିଲେ ପୁରୁଷ ହୋଇ ତାର ଲିଙ୍ଗ ନାହିଁ ନାରୀ ହୋଇ ନାହିଁ ଯୋନି ହେଲେ ଅତି ହରସରେ ସେ ରାହସ କରନ୍ତି ତାଙ୍କର ଦିନ ନାହିଁ କି ରାତି ନାହିଁ ତେଣୁ ସେ ସେଇଭଳି ସ୍ୱାମୀ ସେ ତ ସ୍ୱାମୀ ହେଇପାରିଲେ ନାହିଁ ତାଙ୍କର ଲିଙ୍ଗ ନାହିଁ କି ଯୋନି ନାହିଁ ସେ କି ସ୍ୱାମୀ ହେବେ ତେଣୁ ଏମିତିକା ସ୍ୱାମୀ ସକଳ ଘଟରେ ବିଦ୍ୟମାନ ଅଛନ୍ତି କାହିଁକି ନା ସେ ହେଉଛନ୍ତି ନାରୀ ସେ ହେଉଛନ୍ତି ପୁରୁଷ ତେଣୁ ସେ ଏମିତିକା ପୁରୁଷ ଏମିତିକା ନାରୀ ସେ ସକଳ ସୃଷ୍ଟିକି ତିଆରି କରିପାରନ୍ତି। ସେଦିନ ଦେବର୍ଷି ନାରଦ ବିଚାର କଲେ କହିଲେ ମୋ ବାପାଙ୍କୁ ଟିକେ ଯାଉଛି ବାପାଙ୍କ ପାଖରେ ପହଞ୍ଚିବି କାହିଁକି ନା ମୋ ବାପା କଣ କରୁଛନ୍ତି ମୁଁ ଦେଖିବି ଏ କଥାକୁ ବିଚାର କରି ଦେବର୍ଷି ନାରଦ ଯାଇ ପହଞ୍ଚି ଗଲେ ବ୍ରହ୍ମାଙ୍କ ନିକଟରେ ବ୍ରହ୍ମା ଆଜ୍ଞା ବେଦ ଉଚ୍ଚାରଣ କରୁଛନ୍ତି ବେଦ ଉଚ୍ଚାରଣ କରୁଛନ୍ତି ବ୍ରହ୍ମା ବେଦ ଉଚ୍ଚାରଣ କରୁଛନ୍ତି ହଁ କଣ ନା ତେଣୁ ବେଦ ଉଚ୍ଚାରଣ କଲା ବେଳେ ଏଇଠି ଦେବର୍ଷି ନାରଦ କହିଲେ ବାପା ଏ ସାରା ସୃଷ୍ଟିରେ ଆପଣଙ୍କୁ ସମସ୍ତେ ପୂଜା କରୁଛନ୍ତି ଧ୍ୟାନ କରୁଛନ୍ତି ହେଲେ ଆପଣ କାହାକୁ ଧ୍ୟାନ କରୁଛନ୍ତି କାହାକୁ ଧ୍ୟାନ କରୁଛନ୍ତି କହିଲା ଜଣକୁ ମୁଁ ପାଇବା ପାଇଁ ତପସ୍ୟାରେ ମୁଁ ରତ ଅଛି
ସେ ଜଣକ କିଏ? ସେ ଜଣ କିଏ? କହିଲା 22 ପାବଛ ତଳେ ବିକା ହୁଏ। ଦର୍ଶନ ତେଣିକି ଥାଉ କୈବଲ୍ୟ। 22 ପାବଛ ତଳେ ବିକା ହୁଏ ବାତ ମାପୁରୀ। সেই কৈବଲ୍ୟ ଟିକେ ପାଇବା ପାଇଁ, ସେ ନିର୍ମାଣ ଟିକେ ପାଇବା ପାଇଁ ମୁଁ ଆଜି ଅପେକ୍ଷା କରି ତପସ୍ୟା କରୁଛି। ଏଇ କଥା ଠିକ ଅଛି, ଆପଣ ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କୁ ଆଣି ଦେଉଛି। ଏକଥା କହି ଦେବର୍ଷି ବେଗେ ବେଗେ ଚାଲି ଗଲେ। ବାଟେ ଯିବା ବେଳେ ଦେବର୍ଷିକ ଚାଲି ଆଜ୍ଞା ଚାଲୁଥିଲେ। ମହାଦେବଙ୍କ ଠାରେ ତାଙ୍କର ଆଜ୍ଞା ନେତ୍ରର ପଡ଼ିନ ଗଲା। ସାରେ ସୁନ୍ଦର କଥା ଟିକେ କହିଲେ, କାହିଁକିନା ଛାନ୍ଦ ଚୌପଦୀ ନହେଲେ ସାରେ ପାଲା ହୁଏ ନା। ମୁଁ ଆଜ୍ଞା ଚୌପଦୀ ଗାଇବି, ଛାନ୍ଦ ଗାଇବି, ହେଲେ ସମୟ କାହିଁ, ମୁଁ ତ ଯାଉଥାନ୍ତି ବାଟରେ। ତଥାପି ସୁନ୍ଦର କାହାଣୀଟେ ସାରେ ସୃଷ୍ଟି କରିଦେଇ ଆରମ୍ଭ କରିଦେଲେ ଗୋଟେ ଚୌପଦୀ। ଧନ୍ୟ ଧନ୍ୟ ଆପଣଙ୍କ ପାଦକୁ ମୋର କୋଟି ପ୍ରଣାମ। ମୁଁ କହିବା ତାତ୍ପର୍ଯ୍ୟ, ଦେବର୍ଷି ନାରଦ ଯାଉଁ ଯାଉଁ ବ୍ରହ୍ମା ବସନ୍ତି ତପସ୍ୟାରେ ପାଇବା ପାଇଁ କୈବଲ୍ୟ। ଏନେ ଯାଇ ଚାଲିଛନ୍ତି ଦେବର୍ଷି ନାରଦ, ଯାଇ ପହଞ୍ଚିଲେ ଦେଖିଲେ କାହାକୁ? ନା ଦେବଦେବ ମହାଦେବ ବସନ୍ତି, ମା ପାର୍ବତୀ ପାଖରେ ଅଛନ୍ତି। ନାଇଁ ପାଖରେ ଅଛନ୍ତି, ଏ ବାଟରେ 2 ଜଣ ଯାକ ଅଛନ୍ତି ନା। ଗୋଟାଏ ପଦ ଚୌପଦୀ ମୁଁ ଗାଇବି। ଦେବର୍ଷି ନାରଦ କିଛି ବାଟ ଦେଖୁଛନ୍ତି। ହଁ, କବି ହେଲେ କିଏ? ଇଆଡେ ଇଏ ପତି କବି କିଏ? କବି ଚୌପଦୀ ସମ୍ରାଟ ବାଙ୍କା ଦାସ। এই ଯୋଉ ପାଲାରେ ନାହିଁ ବାଙ୍କା, ସେ ପାଲା ହଉଛି ଫାଙ୍କା। ଆଉ ବାଙ୍କା ନାହିଁ କି ପାଲା ହବ? ଗୋଟାଏ ପଦ ଗାଇବି ନା ଆଉ। ନା ଗାଇବେ ନା ଆଉ। ପାର୍ବତୀ ଅଭିମାନ କରୁଛନ୍ତି, ଗାଇବା କଥା ନୁହେଁ, ଏ ସମାଜକୁ ପରିବେଶକୁ ରକ୍ଷା କରି ଗାଇବା କଥା। ଗୋଟାଏ ପଦ ଗାଉଛି। କହିଲା ଇଏ ସୋମବଦନା ସୁନ୍ଦରୀ। ଇଆଡେ ଇଆଡେ କହିଲା ଇଏ ସୋମବଦନା ସୁନ୍ଦରୀ। କହିଲା ଇଏ ମଙ୍ଗଳେ ତୁ ଚାହିଁ ଦେ। মঙ্গলে তু চাহি দে। বুধ তাত ধরি অরি। বুধ তাত ধরি অরি। কোন কইলে? বলা ইয়া মকষণ দহি। মঙ্গলে তু କହିଲେ ସୋମବଦନା ସୁନ୍ଦରୀ। ସୋମ ହେଲା ଚନ୍ଦ୍ର, ଚନ୍ଦ୍ର ଭଳି ମୁଖ। ଭାବୁଛନ୍ତି ମନରେ, ଡାକୁଛନ୍ତି ପାଖକୁ ଟିକେ ଆସ, ମୋ ଉପରେ ବିରସ ହୁଅ ନା, ମୋ ଉପରେ ରାଗ ନା, ମୋ ଉପରେ ରୋଷ ନା, ମୁଁ ପୁରା ତୋ ପତ୍ନୀ ଆଜି ପ୍ରାଣ ପ୍ରିୟ। এই সমୟରେ କହିଲା ମଙ୍ଗଳ ତୁ ଚାହିଁ ଦେ। ମଙ୍ଗଳ ହେଲା ଆଜ୍ଞା 12, ସୋମ ହେଲା 12, ସୋମ 1, ମଙ୍ଗଳ ହେଲା 2, ମଙ୍ଗଳ ହେଲା ଆଜ୍ଞା ଶୁଭ। କହିଲା ଥରେ ଶୁଭରେ ମତେ ଶୁଭ ନେତ୍ର ଥରେ ଚାହିଁ ଦେ। ବୁଧ ତାତ ଧରି ଅରି। ବୁଧ ତାତ, ବୁଧ ଦେବତା, ବୁଧ କିଏ? ଗ୍ରହ। ତାଙ୍କ ବାପା କିଏ? ନା ଦେବତା। ତେଣୁ ଦେବତାଙ୍କୁ ପୂଜା କରି ମୁଁ ତୁମକୁ ପାଆନ୍ତି। ଦେବଦେବ ମହାଦେବ ଭାବୁଛନ୍ତି ମୁଁ ସିଆଡ଼କୁ ଯିବିନି, ଭାଇମାନେ ବସିଲେଣି, ହେଲେ ଆଉ ଟିକେ ଯାଏଁ। এই ସମୟରେ ହେଲା କ'ଣ ନା ବିଚାର କରି ଭାବୁ କମଣ୍ଡଳୀ ଜ୍ଞାନୀ ଗୁଣୀ ବିବେକୀ ମହୋଦୟ ଦେବଦେବ ମହାଦେବଙ୍କ ଠାରେ ଯେତେ ଦେବର୍ଷି ଦେଖି ପକେଇଲେ ମହାଦେବ ପାଖକୁ ଆସିଲେ। କହିଲେ ଆପଣ କାହିଁକି ବାଟରେ ବସୁଛନ୍ତି? ଦେବର୍ଷି କହିଲେ ପ୍ରଭୁ ଆପଣଙ୍କ ପାଦ ତଳେ ମୋର ପ୍ରଣାମ, ହେଲେ ଆପଣ କାହିଁକି ବାଟରେ ବସୁଛନ୍ତି? କହିଲା ବାବୁରେ ମୁଁ ଗୋଟାଏ ଜିନିଷକୁ ପାଇବା ପାଇଁ ଅନେକ ଦିନ ହେଲା ମୁଁ ଏଠି ବସିଛି। କହିଲା କି ଜିନିଷ? ନା କୈବଲ୍ୟ। କୈବଲ୍ୟ ଟିକେ ପାଇବା ପାଇଁ ମୁଁ ବସିଛି। ବିଚାର କରି ଭାବୁ କମଣ୍ଡଳୀ ତପସ୍ୟାରେ ବସିଛନ୍ତି। ଦେବର୍ଷି କହିଲେ ଏଇ କଥା,
ଆଜ୍ଞା ଦେଖନ୍ତୁ ସ୍ୱାମୀ ସ୍ତ୍ରୀ ସ୍ୱାମୀଙ୍କ ଆଗରୁ କିଏ ଖାଏ ସ୍ୱାମୀଙ୍କ ଆଗରୁ ଆଗେ ସ୍ତ୍ରୀ ଖାଇବ କାହିଁକି ଏଟା ମୋ ଘରେ ତୋ ଘରେ ହଉଛି ହଁ ନାଇଁ ରେ ବାପା ସେ ଅଙ୍ଗନ ଆଗେ ସ୍ୱାମୀ ଖାଇବ ସ୍ତ୍ରୀ ପରେ ଖାଇବ ପଳଉଛି ଆଗେ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ ସ୍ୱାମୀଙ୍କ ସ୍ୱାମୀଙ୍କ ଉଠିବା ପରେ ତୁ ଉଠିବୁ ଉଠିବୁ ହଁ ସ୍ୱାମୀଙ୍କ ପୂର୍ବରୁ ତୁମେ ଖାଇପାରିବ ନାହିଁ ସ୍ତ୍ରୀ ମାନେ ସ୍ୱାମୀ ଖାଇଲା ପରେ ଖାଆନ୍ତି ସ୍ୱାମୀଙ୍କ ଶୋଇଲା ପରେ ଶୁଅନ୍ତି ହେଲେ ଉଠନ୍ତି କେତେବେଳେ ନା ସ୍ୱାମୀଙ୍କ ଉଠିବା ପୂର୍ବରୁ ସ୍ତ୍ରୀ ମାନେ ଉଠନ୍ତି ତେଣୁ ଜଗନ୍ନାଥ ସ୍ୱାମୀ ନୟନ ପତଗାମୀ ଭବ ତୁମେ ଆଜ୍ଞା ଦେଖନ୍ତୁ 60 ପଉଠି ଅନ୍ନ ଆଜ୍ଞା ରୋଷେଇ ହଉଛି ଏ 60 ପଉଠିକି ଖାଇବା ପାଇଁ ସ୍ତ୍ରୀ ଅପେକ୍ଷା କରିଥାଏ ତାଙ୍କ ସ୍ତ୍ରୀ କିଏ ସମସ୍ତ ଗୁରୁଜନ ମାନଙ୍କୁ ମୋର ନମସ୍କାର ଏବଂ ସମସ୍ତ କଳାକାର ମାନଙ୍କୁ ବି ମୋର ବହୁତ ବହୁତ ନମସ୍କାର ଅନ୍ତର ଗଭୀର ଅଳ୍ପ ଟିକେ ଶୁଭୁ ବେଶୀ ଶୁଭିଲେ ଭଲ ନୁହଁ ସାରେ ଉଠେଇଲେ ଗୋଟେ କଥା ମୁଁ ସେଇ କଥାକୁ ଗୋଟେ ପାର୍ଲରରେ ଦେଖିଥିଲି ଶୁଣିଥିଲି ଜଣେ ଗାୟକ କହୁଥିଲେ କୃଷ୍ଣଙ୍କର ଜନ୍ମ ତ ଆପଣ ଜାଣିଛନ୍ତି ଅଷ୍ଟମୀ ତିଥିରେ ଜନ୍ମ ଯାଇ କୃଷ୍ଣ ଜନ୍ମ ହେଇଥିଲେ କେତେ ମାସର ଛୁଆ ମୁଁ ସାର୍ଙ୍କୁ ବି ଆଗରୁ ଦୁଇଥର କହିଲି ମୁଁ ସାର୍ ସେ ଜଣେ ଗାଇଲେ ଭୁଲ ଗାଇଲେ କି କ'ଣ ସେଟା ଜାଣିପାରୁନି ସେ ଜିନିଷଟା ପକେଇ ପାଇଲେ ସେ କେତେ ମାସର ଜନ୍ମ ମାନେ କେତେ ମାସରେ ଜନ୍ମ ହେଇଥିଲେ କେତେ ମାସ କେତେ ଦିନରେ କୃଷ୍ଣଙ୍କର ସବୁ 8 କିନ୍ତୁ ସେ କହିଲେ 10 ମାସ 10 ଦିନରେ ଛୁଆ କହିଲେ ଆଉ ମୁଁ ଜାଣିଛି ରାମଙ୍କର 9 କୃଷ୍ଣଙ୍କର 10 କିନ୍ତୁ ମୁଁ ସେଇଟା କ୍ଲିୟର ହେଇପାରୁନି ସାର୍ ମୋତେ ଟିକେ ବୁଝେଇଦେବେ ଯୁବ ସମ୍ରାଟ ଯଦି ଭୁଲ କରିଥାଏ ତାହେଲେ କ୍ଷମା କରିବେ ସାର୍ ସୂର୍ଯ୍ୟ ସକଳ ଶକ୍ତିର ଆଧାର ତାର ଭୁଲ କ'ଣ ଯେତେ ଖରାପ ହେଲେ ସେ ସବୁ ଯେତେବେଳେ ପଡ଼େ ତାର ରଶ୍ମି ସବୁ ପଡ଼ିଗଲେ ହସ ହେଇଯିବ ହଉ ହଉ ତେଣୁ ସେ ସୂର୍ଯ୍ୟ ସୀତାକାନ୍ତ ତାଙ୍କର ଏଇଭଳି ଭାବରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ବା ପାଲା କୀର୍ତ୍ତନ ଆପଣ ଓଡ଼ିଶୀ ନୃତ୍ୟ ସାଂସ୍କୃତିକ କାର୍ଯ୍ୟରେ ମନ ଦେଇଛନ୍ତି ଆଗକୁ ଆଗକୁ ନେବା ପାଇଁ ପ୍ରୟାସ ଯେଉଁ କରୁଛନ୍ତି ତାଙ୍କ ସେ ଜଗନ୍ନାଥ ଜଗନ୍ନାଥ ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଲାଭ କରନ୍ତୁ ବୋଲି ମାନେ ପ୍ରେମାନ ବାର କ'ଣ ଗାଇବୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସମୟ ନାହିଁ ଜୟ ଜଗନ୍ନାଥ ଅନୁରୋଧ କାର୍ଯ୍ୟକ୍ରମ ସାର୍ ମୁଁ ଟିକେ ମାଗିବି